ଜୟ ଶିଶୁ ଅନନ୍ତ ରାଜାରାମ ଜୟ ସତ୍ୟ ସନାତନ ହରିକିର। এই ନାମ କେବଳ ମଣିଷକୁ ମୁକ୍ତି ଦେବ ବା ମୋକ୍ଷ ଦେବ, ଏଥିପାଇଁ ଏ ନାମ ସୃଷ୍ଟି ହେଇଥାଏ। ଏ ନାମ ହେଉଛି ବାସ୍ତବବାଦର ଏକ ଜ୍ୱଳନ୍ତ ନିଦର୍ଶନ। ଆପଣ ଦେଖନ୍ତୁ, ମଣିଷ କ'ଣ ଖୋଜେ? ମଣିଷ ଜୀବନରେ କ'ଣ ଖୋଜେ? ଲାଭ ଖୋଜେ। ନିଜର କର୍ମରେ ଜୟ, ପାଠ ବିଦ୍ୟାରେ ଜୟ, ଚାଷରେ ଜୟ। ମଣିଷ ଜୀବନର ସବୁଠାରୁ ଶ୍ରେଷ୍ଠ ବାସ୍ତବବାଦ ଏ ମଣିଷ, ଏ ଭଗବାନ ମୋର ଜୟ ହଉ, ମୋର ଜୟ ହଉ, ମୋ ପୁଅ ଝିଅଙ୍କର ଜୟ ହଉ, ମୋ ବନ୍ଧୁବାନ୍ଧବଙ୍କର ଜୟ ହଉ। ଏମିତି ହଉ ହଉ ଗୋଟେ ଦେଶର ସୈନିକ ମଧ୍ୟ କହୁଛି ମୋ ଦେଶର ଜୟ ହଉ। ଏଇ ଯୋଉ ଜୟ ହଉ, ଜୟ ହିନ୍ଦ, ଇଏ ହେଉଛି ବାସ୍ତବବାଦର ଏକ ଜ୍ୱଳନ୍ତ ନିଦର୍ଶନ। ଆମେ କହୁଛୁ ଭାରତ ମାତା କି ଜୟ, ଉତ୍କଳ ମାତା କି ଜୟ, ସନାତନ ଧର୍ମ କି ଜୟ। এই ଯେଉଁ ଜୟଧ୍ୱନି, ଏ ହେଉଛି ବାସ୍ତବ ପ୍ରେମର ପ୍ରତୀକ, ବାସ୍ତବ କାମନାର। ଲୋକେ କହନ୍ତି, କେତେକ ମୁଁ ଶୁଣିଛି, କାମନାକୁ ତ୍ୟାଗ କଲେ ମଣିଷ ମୁକ୍ତି ପାଏ। ବଳିଆ କହୁଛି କାମନା ହେଉଛି ବାସ୍ତବ। ଆପଣ କାମନାକୁ ବାଦ ଦେଇ କେବେ ନିଷ୍କାମ କର୍ମ କରିପାରିବେ ନାହିଁ। ସେ କାମନାର ଯେଉଁ ଭଲ କାମନା ଗୁଡ଼ିକ ରହିଛି, ସେଗୁଡ଼ିକ ହେଉଛି ନିଷ୍କାମ। ପରୋପକାର, ଜୀବ ପ୍ରତି ଦୟା, ଜୀବେ ନିଷ୍ଠୁରତାକୁ ତ୍ୟାଗ କରିବା, କାମକ୍ରୋଧକୁ ସଂଯମ କରିବା, ଏ ହେଉଛି କାମନା। ଏ କାମନାକୁ ନିଷ୍କାମ ବୋଲି କୁହାଯାଏ। ସାଧୁ ସନ୍ଥ, ଗୁରୁ ବ୍ରାହ୍ମଣ, ଗୁରୁ ଗୁରୁଜନଙ୍କ ପ୍ରତି ସମ୍ମାନ, ଏ ସବୁ ହେଉଛି ବାସ୍ତବବାଦର କଥା। ଜୟ କହିଲେ ପ୍ରତ୍ୟେକ କାର୍ଯ୍ୟରେ ଲୟ ରଖ। ଯେଉଁ ଲୟରେ ତୁମେ ଜାଣିପାରିବ କୋଉଟା ଠିକ କୋଉଟା ଭୁଲ। ଧର ଭୋଗ ଥାଳିଟିଏ ଥୋଇଲ, ତାକୁ ଏକେ ଲୟ କର, ତାହେଲେ କୌଣସି ଯଦି ଅଳିଆ ମଳିଆ ପଡ଼ିଛି ତାକୁ କାଢ଼ି ଦିଅ। ତେଣୁ ଜୟ ହେଉଛି ଜୀବନର ଶ୍ରେଷ୍ଠ ଲକ୍ଷ୍ୟ, ଶ୍ରେଷ୍ଠ କାମନା। ଇଏ ହେଉଛି ପ୍ରକୃତରେ ବାସ୍ତବବାଦର ଗୋଟିଏ ପବିତ୍ର ଶବ୍ଦ। ଦୁଃଖ କିଏ ତା ଖୋଜେ? କ୍ଷତି କିଏ ଖୋଜେ? ଶାସ୍ତ୍ରରେ ଲେଖା ହେଇଛି, ଦୁଃଖରେ ଭାଙ୍ଗି ପଡ଼ିବନି, ସୁଖରେ ଆନନ୍ଦ ହବନି, ଲେଖା ହେଇଛି। କିନ୍ତୁ ପ୍ରକୃତରେ ତାକୁ ଅନୁଭବ କେତେ ଜଣ କରିଛନ୍ତି? ଦୁଃଖ ଆସିଲା ସେ କାନ୍ଦିବନି,
ପିଲା ଆସିଲାନି ତା ମୁଣ୍ଡ ବିନ୍ଧିବନି, ହବ ହେଇଛି ନା ହବ। ଜୟ ଗୋଟିଏ ଶବ୍ଦ, ଗୋଟେ ମହାନ ଶବ୍ଦ। ଶିଶୁ ହେଉଛନ୍ତି ପ୍ରଥମ ଅବତାର, ସୃଷ୍ଟିର ପ୍ରଥମ ଅବତାର ହେଉଛନ୍ତି ଶିଶୁ। ଆପଣମାନେ ଭଲ କରି ଭାବନ୍ତୁ, ଗୋଟେ ପୁରାଣର କଥାରେ କୁହାଯାଇଛି ଯେ ମାର୍କଣ୍ଡେୟ ଋଷି ଯାଉଥିଲେ ଭାସି, ମାର୍କଣ୍ଡେୟ ଋଷି ପ୍ରଳୟ ଜଳରେ ଭାସି ଯାଉଥିଲେ, ଭାସି ଯାଉଥିଲେ। ସେ କ'ଣ ଲକ୍ଷ୍ୟ କରୁଥିଲେ? ଗୋଟେ ବଟସ୍ୟ ପତ୍ରସ୍ୟ ପୁଟେ ଶୟନମ୍ ବାଲ ମୁକୁନ୍ଦମ ମନସା। ଗୋଟେ ବଟପତ୍ର ଭିତରେ ଗୋଟେ ଛୋଟ ମୂର୍ତ୍ତିଟି ରହିଥିଲା, ସେ ହେଉଛନ୍ତି ଶିଶୁ। ଇଏ ଗୋଟେ ପୁରାଣ କଥା ଗଲା, କିନ୍ତୁ ଆପଣଙ୍କ ଭିତରେ ଯେଉଁ ପ୍ରଭୁ ଅଛନ୍ତି, ଆମେ ତ ବହୁତ ବୁଝଉଛୁ, ଆତ୍ମା, ପରମାତ୍ମା, ପରଂ ବ୍ରହ୍ମ, ସବୁ ବୁଝେଇ ବହୁତ ଗୁଡ଼ାକ ବୁଝେଇ ସାରିଲୁ। କିନ୍ତୁ ଥରେ ଭାବିକି ଦେଖନ୍ତୁ, ପ୍ରଥମ ଅବତାର କିଏ? ଶିଶୁ ହେଉଛନ୍ତି ପ୍ରଥମ ଅବତାର। ଧରନ୍ତୁ ଆପଣ କହିବେ ଆମର ଜୟଦେବ ଲେଖି ନାହାନ୍ତି, ଜୟଦେବ ଲେଖିଛନ୍ତି, କିନ୍ତୁ ଆମେ ତାକୁ ଠିକ୍ ଭାବରେ ବୁଝିନୁ। ଜୟଦେବ କ'ଣ ଲେଖିଲେ? ପ୍ରଥମେ ଲେଖିଲେ ଶିଶୁ ଅବତାର, ମିନରୁ ତାପରେ ସେ ଗଲେ କଳ୍କି ପର୍ଯ୍ୟନ୍ତ। ପ୍ରଥମ ଅବତାର କିଏ? ସର୍ବଧୃତ ମୀନ ଶରୀର। ମୀନ କହିଲେ ଗୋଟେ ବଡ଼ ରୋହି ମାଛ ନୁହେଁ କି ଇଲିଶି ମାଛ, ଗୋଟେ ଛୋଟ ମାଛକୁ ମୀନ। ତେଣୁ ଶିଶୁ ହେଉଛନ୍ତି ସୃଷ୍ଟିର ପ୍ରଥମ ଅବତାର। ମୁଁ ସୃଷ୍ଟି ବୋଲି କହୁନି କ'ଣ ଏ ପୃଥିବୀଟା। ଯେତେବେଳେ ମନେ କରାଯାଉ ପୃଥିବୀ ବି ନଥିଲା, ସେ କଥା ଗୋଟେ ଆମେ ଚିନ୍ତା କରିପାରିବାନି। ଯେତେବେଳେ ପୃଥିବୀ ବି ନଥିଲା, ଏ ଜଗତରେ କିଛି ବି ନଥିଲା, ତାହେଲେ ଥିଲେ କିଏ? ଯିଏ ଥିଲେ ସିଏ ହେଉଛନ୍ତି ଶିଶୁ। ସେ ଅବତାରଙ୍କ ନାଁ ହେଉଛି ଶିଶୁ। ଏହାକୁ କିଏ କେତେ ପ୍ରକାର ବ୍ୟାଖ୍ୟା କରିପାରେ? ସି କହିଲେ ଶିବ, ସୁ କହିଲେ ସୁର। ଶିବଂ ଭବ ଶିବଂ ସୁର। ତେଣୁ ଏଇ ଶିବାବତାର କୁହାଯାଉଛି ପରମାତ୍ମାଙ୍କର ପ୍ରଥମ ଅବତାର। ଭିନ୍ନ ଭିନ୍ନ ପୁରାଣରେ ଭିନ୍ନ ଭିନ୍ନ ଭାବରେ ଲେଖା ହେଇପାରିଥାଏ, କିନ୍ତୁ ଶିବ ଶବ୍ଦ ହିଁ ମଙ୍ଗଳ। ସେ ମଙ୍ଗଳର ପ୍ରତୀକ ହେଉଛି ଶିଶୁ। ଆପଣ ଦେଖିବେ, ମାତୃଗର୍ଭରେ ପିଲାଟି ଜନ୍ମ ହେଉଛି, ତାକୁ ବାଲ୍ୟ ପ୍ରଗଣ୍ଡ ଏଇସବୁ କୁହାଯାଉଛି। ପ୍ରଥମ ଯେଉଁଦିନ ପ୍ରଥମ ମାସେ ତୁଜେ ହେଲୁ ଧବଳ ବର୍ଣ୍ଣ, ଦ୍ୱିତୀୟ ମାସେ ତୁଜେ ଜଳେ ଜେସନେ ମୀନ। ତାହେଲେ ସେ ଅବତାରଟି କ'ଣ? ଶିଶୁ ଅବତାର। ଆମେ ଇଏ କଥାଟାକୁ ଠିକ୍ ଭାବରେ ବୋଧେ ବୁଝିନୁ କି ଅନ୍ୟ କାହାରିକି ବୁଝିବାକୁ ମଧ୍ୟ ଆମେ ପ୍ରସ୍ତୁତ। ପ୍ରଥମ ଅବତାର, ହଁ ଏମିତି ଲେଖା ହେଇଛି କୃଷ୍ଣଙ୍କ ଅବତାର, ରାମଙ୍କ ଅବତାର, ଆକୁ ପଢ଼ିଲେ ଏଇଆ ହେବ, ତାଙ୍କୁ ପୂଜିଲେ ଏଇଆ ହେବ। କିନ୍ତୁ ଜୀବ ଯେତେବେଳେ ଏ ମଣିଷ ଶରୀର ଭିତରକୁ ଆସିଲା, କି ଜୀବର ଘଟ ଭିତରକୁ ଆସିଲା,
ସେ ଶିଶୁ ଅବତାର ରୂପରେ ଆସିଲା, ଯୋଉଦିନ ଗଲା ଶିଶୁ ଅବତାରରେ ଯୋଉଦିନ ଆସିଲା ସିନା ତମେ ଦେଖିନା, ତା ମାତୃ ଗର୍ଭରେ ଆସିଲା, ମାତୃ ଗର୍ଭ ଭିତରେ ଥିଲା। ଯୋଉଦିନ ଗଲା ତମେ ତ ସବୁ ଚାରିପା ଜାଗା ବହିଥିଲ, ତମକୁ କଣ ସେ ଝୁଣ୍ଟିକିରି ଗଲା ନା କୋଉ ଦେଖାଗଲା ଗୋଟେ ଚାଲୁଣୀ ଭଳିଆ? ଯିଏ ସୂକ୍ଷ୍ମାତି ସୂକ୍ଷ୍ମ, ଯାହାକୁ କଳ୍ପନା କରିବି ହବନି, ଗୋଟେ ଛୁଞ୍ଚି ମୁନରେ ଗୋଟେ ଆଘାତ କଲେ ସେଟା ତଥାପି ସେ ବି ଦେଖାଯିବ। ନିରୀକ୍ଷଣ କଲେ ଛୁଞ୍ଚିଟା ଫୁଟା ହେଇଛି, ସେ ଆହୁରି ସୂକ୍ଷ୍ମ। ଏଇ ଯୋଉ ସୂକ୍ଷ୍ମ ସତ୍ତା, ଏତେ ଏତେ ବଡ଼ ସୂକ୍ଷ୍ମ ସତ୍ତା, ସେ ଗୋଟେ ବିରାଟ ଜଗତକୁ ପରିଚାଳନା କରୁଛି। ତାକୁ ଯିଏ ଭାବିବ ସିଏ ହୁଏତ କହିବ ଏଇଟା ଭୁଲ ମିଛ କଥା, ଆଉ କିଏ ଭାବିବ ହଁ ହେଇଥିବ। କିନ୍ତୁ ପ୍ରକୃତରେ ଆମେ ଦେଖିଛୁ ବା ସାମାନ୍ୟତମ ଜୀବନରେ ଅନୁଭବ କରିଛୁ ଯେ ଗୋଟେ ସୂକ୍ଷ୍ମ ସତ୍ତା ରହିଛି। ଆପଣମାନେ କହିବେ ଆମେ କାହିଁ ଦେଖିପାରୁନୁ? ତମେ ଦେଖିବାକୁ ଚାହିଁବ ତମେ ଦେଖିବ। ତମକୁ ଯଦି ସିଏ ଦେଖା ନଦବ ତମେ ଚାହିଁଲେ କଣ ଦେଖା ହବ? ମୁଁ ଯଦି ମୋର କବାଟ ବନ୍ଦ କରି ବସିବି, ତମେ କରବାର ଉଠା। ତେଣୁ ସୂକ୍ଷ୍ମ ସତ୍ତା କେବଳ ଏଇ ପୃଥିବୀରେ ଅଛି ତା ନୁହେଁ, ସୂର୍ଯ୍ୟ, ଚନ୍ଦ୍ର, ତାରା, ଗ୍ରହ, ନକ୍ଷତ୍ର, ଯୋଉ ନାଁ ସବୁ ଆପଣମାନେ ଶୁଣୁଛନ୍ତି, ସେ ହେଉଛନ୍ତି ଶିଶୁ ଅବତାରଙ୍କର କଥା। এই ଶିଶୁ ଅବତାର ହେଉଛନ୍ତି ବାସ୍ତବବାଦର କଥା। ଏବଂ এই ଶିଶୁକୁ, এই ଶିଶୁ ସତ୍ତା ହିଁ ଭିନ୍ନ ଭିନ୍ନ ଜାଗାରେ ବସ୍ତୁ ରୂପରେ ଜଣାଇବା। ଏଇ ସୂର୍ଯ୍ୟ ହେଇଛନ୍ତି, ଏଇ ଚନ୍ଦ୍ର ହେଇଛନ୍ତି, ଏଇ ତାରା, ଗ୍ରହ, ନକ୍ଷତ୍ର, ପାହାଡ଼, ପର୍ବତ, ଜଙ୍ଗଲ ସବୁ। ତେଣୁ ଏଇ ପବିତ୍ର ନାମର ପ୍ରଥମ ଶବ୍ଦଟି ଶିଶୁ ଅନନ୍ତ। ଆମେ ପୁଣି ପରବର୍ତ୍ତୀ ସମୟରେ ଏଇ ନାମର ବାସ୍ତବତା ଧୀରେ ଧୀରେ କହିବା। ଏପର୍ଯ୍ୟନ୍ତ ଅନେକ ବୁଝି ନାହାନ୍ତି। କିଏ କହୁଛନ୍ତି ଏ ନାମରେ ତ ସେ ରାଧାରାଣୀଙ୍କ ନାଁ ନାହିଁ। ରାଧାରାଣୀଙ୍କ ନାଁ ନାହିଁ ବୋଲି ଆପଣମାନେ କେମିତି ଜାଣିଲେ? କିଏ କହୁଛନ୍ତି ଏଇ ତାର ନିତାଇ ଗୁରୁଙ୍କ ନାଁ ନାହିଁ। କେବଳ ବାହ୍ୟ ମତରେ ଆମେ କେବଳ ଗୋଡ଼ କଚାଡ଼ି ହେଉଛୁ। ପ୍ରକୃତରେ ଯଦି ମନକୁ ସୂକ୍ଷ୍ମ ସ୍ତରକୁ ନେଇ ଯାଆନ୍ତେ, ତାହେଲେ ସବୁ କଥା ଆମେ ବୁଝିପାରନ୍ତେ। ଅନୁଭବ ବିହୀନ ମଣିଷ ସେ ଗୋଟେ ପ୍ରକାର ପାଗଳା ବି ସୃଷ୍ଟି କରେ। ତେଣୁ ମୋର ମାନସ ଗୁରୁ ବାବା ବାୟାଙ୍କ ପାଖକୁ ଏ ନାମଟି ବିଷୟରେ ପଚରାଗଲା। ସେ ଖାଲି ଏତିକି କହିଲେ, ଏଇଟା ଭଗବାନଙ୍କ ନାମଟି? ଇଏ କହିଲେ ହଁ ଭଗବାନ। ଆଉ ଭଗବାନଙ୍କ ନାମ ଆମେ କାହିଁ ବିରୋଧ କରିବା? ଏକାଥରକେ ପ୍ରଶ୍ନର ଉତ୍ତର ଶେଷ। ତେଣୁ ସେଇ ପବିତ୍ର ସୂକ୍ଷ୍ମ ସତ୍ତା। ଆଉ ମନେ ରଖନ୍ତୁ, ବର୍ତ୍ତମାନ ବହୁତ ବଡ଼ ବଡ଼ ବମ୍ ତିଆରି ହେଲାଣି, ବହୁତ ବଡ଼ ବଡ଼ ଯନ୍ତ୍ର ସୃଷ୍ଟି ହେଲାଣି, ବହୁତ ମୂଲ୍ୟବାନ ଯନ୍ତ୍ର ସୃଷ୍ଟି ହେଲାଣି। କିନ୍ତୁ ଏଇ ଯୋଉ ଶିଶୁ ସତ୍ତା, ସୂକ୍ଷ୍ମ ସତ୍ତା ଯେତେବେଳେ ପ୍ରକୃତରେ କାମ କରିବ, ଏ ସବୁ କଥା ଠପ୍ ହେଇଯିବ। ତାରି ନିର୍ଦ୍ଦେଶରେ ସବୁ ହେଇଛି ଏବଂ ସବୁ ତାରି ନିର୍ଦ୍ଦେଶରେ ସବୁ ବନ୍ଦ। ତେଣୁ ଶିଶୁ ଶବ୍ଦକୁ ଆପଣମାନେ ହେୟ ମନେ କରନ୍ତୁ ନାହିଁ। ପୁଣି ଦେଖିବା ଶିଶୁ ଶବ୍ଦଟା ଆମ ଜୀବନ ଭିତରେ କେମିତି ଅଛି।
आसंता काली पुणी कहवा आज काली दुईटी दिन निकटस्थ मणिकुंडा आश्रम मार्साघाई मणिकुंडा आश्रम बापी भाई रोचंती आश्रम मात्र 10-12 किलोमीटर दूर रही जो मैंने आसवा कथा आस ये पहुँचिक नमस्कार कले सब कथा भी हम तो ये न आसो ताले आज आ काली आसवे ये कथा एते बड़ समुद्र ना पुणी भवसागर ता भितरे ए देहरूपी नावटा केते क्षुद्राति क्षुद्र से पुणी माया मोह जंजाल रे भंगा ददरा ए पारीर मनीष से पारीर यात्री एपटे अमा अंधार राति एकमात्र नाविक मो गुरु मो साथी
संकीर्तनारस प्रकट करिया संकीर्तन नाट्य देशे देखा दिया संकीर्तन नाट्य देशे देखा दिया
প্রকট লীলা করে হরি অপ্রকটে নাম রূপে সচেতন অপ্রকটে নাম রূপে সাক্ষাৎ ভগবান হরে হরে কীর্তন হরি হরে আছেন বর্তমান সেই সে তুমি পায় কৃষ্ণের রাধে Hare Krishna Nama